ସାଙ୍ଗମାନେ ଚୋରମାନଙ୍କର ବୁଦ୍ଧିଟେ ଦେଖନ୍ତୁ କେମିତି ଗୋଟେ ଧନୀ ଲୋକର କାରକୁ ମୁନାରେ ମାରିକି କଣା କରିଦେଉଛନ୍ତି ଆଉ ତା ଟାୟାରକୁ ପଞ୍ଚର କରିଦେଉଛନ୍ତି ଆଉ ଯାଇକି ସାଙ୍ଗେ ସାଙ୍ଗେ ଗୋଟେ ସାଇଡରେ ଲୁଚି ପଡୁଛନ୍ତି। ଆଉ ସେ ଧନୀ ଲୋକଟି ପଇସା ସବୁ ଗଣି ସାରିକି ଯେତେବେଳେ ଗାଡିଟିକୁ ଷ୍ଟାର୍ଟ କରିକି ଯିବାକୁ ଲାଗୁଛି ଆଉ ସେ ଲୋକଟି ଏମିତି କିଛି ବାଟ ଯାଇଛି ଗାଡିର ଚକା ଜୋରରେ ହଲିବାକୁ ଲାଗୁଛି ଆଉ ତା ଗାଡିକି ବି ଦୋହଲେଇ ଦଉଛି। ଆଉ ସେ ଲୋକଟି କହୁଛି ଆରେ ଏମିତି କଣ ହଉଛି ମୋ ସାଙ୍ଗରେ, ଆରେ ଏଇନୁ ତ ଠିକ ଥିଲା, ଗାଡି ଆଉ ପଞ୍ଚର ହେଇଗଲା ନା କଣ, ପଦାକୁ ବାହାରିକି ଯାଇ ଦେଖିଲେ ଜଣା ପଡିବ। ଆଉ ସେ ଲୋକଟି ଟଙ୍କାଟା ଯୋଉ ଗାଡି ଭିତରେ ଥୋଇ ଦେଇକି ଚେକ୍ କରିବାକୁ ପଦାକୁ ଚାଲି ଆସୁଛି ଆଉ ଦେଖୁଛି ଯେ ଆଗ ଚକା ତ ଠିକ ଅଛି, ପଛ ଚକା ଯେତେବେଳେ ଦେଖୁଛି ପଛ ଚକା ପୁରା ପଞ୍ଚର ହେଇଯାଇଛି। ଆଉ ସେ ଲୋକଟି କହୁଛି ଆରେ ଏଡେ ବଡ କଣା କେମିତି ହେଲା, ବୋଧ ହୁଏ ଶଳା ଏଇ ମୁନାରେ କିଏ ମାରିକି ମୋ ଗାଡିକି ପଞ୍ଚର କରିଦେଇଛି। ଆଉ ଯାଉଛି ଗୋଟେ କାମ କରିବି, ଗାଡି ମୋର ଏଇଠି ଥାଉ, ଯାଉଛି ଗ୍ୟାରେଜ ବାଲାକୁ ଡାକିକି ଧରିକି ପଳେଇ ଆସିବି। ଆଉ ସେ ଲୋକଟି ଗ୍ୟାରେଜ ବାଲାକୁ ଡାକିବାକୁ ଚାଲି ଯାଉଛି। ଆଉ ସେ ଲୋକଟି ଯେମିତି ଚାଲି ଯାଉଛି ସେ ଚୋରମାନେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ନୂଆ ଟାୟାର ଧରିକି ପଳେଇ ଆସୁଛନ୍ତି ଆଉ ଗାଡିରେ ଥିବା ପଞ୍ଚର ଟାୟାରକୁ ଖୋଲି ଦଉଛନ୍ତି ଆଉ ତାଙ୍କ ନୂଆ ଟାୟାରକୁ ସେ ଗାଡିରେ ଫିଟିଂ କରିଦଉଛନ୍ତି। ଆଉ ସେ ଚୋରମାନେ ଡେରି ନ କରିକି କାଳେ କିଏ ଦେଖିଦବ ସାଙ୍ଗେ ସାଙ୍ଗେ ଯାଇକି ଗାଡି ଭିତରେ ପଶି ଯାଉଛନ୍ତି ଆଉ ଏତେ ସାରା ଟଙ୍କା ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆରେ ଜଲ୍ଦି ଜଲ୍ଦି ଗାଡି ଷ୍ଟାର୍ଟ କର ନହେଲେ କିଏ ଦେଖିଦବ। ଆଉ ସେ ଚୋରମାନେ ଯେତେବେଳେ ଗାଡିଟିକୁ ଷ୍ଟାର୍ଟ କରିବାକୁ ଯାଉଛନ୍ତି ଆଉ ଜମାରୁ ଷ୍ଟାର୍ଟ ହଉନି, କାହିଁକି ନା ସେ ଲୋକଟି ଗାଡିଟିକୁ ପୁରା ରିମୋଟ ଦ୍ୱାରା ବନ୍ଦ କରିଦେଇଛି। ଆଉ ସେ ଚୋରମାନେ ଚାହିଁଲେ ବି ଡୋର ଖୋଲିକି ଯାଇପାରିବେନି। ଆଉ ସେ ଲୋକଟି ଯେତେବେଳେ ମେକାନିକ ଡାକିକି ଆଣିକି ଗାଡି ପାଖରେ ପହଞ୍ଚି ଯାଉଛି ଗାଡିରେ ଦେଖୁଛି ଯେ କିଏ ଜଣେ ନୂଆ ଟାୟାର ଲଗେଇ ଦେଇଛି। ଆଉ ସେ ଲୋକଟି ଯେତେବେଳେ ଯାଇକି ତା ଡୋରକୁ ଖୋଲି ଦଉଛି ସେ ଦିଟାଙ୍କ ଚୋର ଏକାବେଳକେ ଧରା ପଡି ଯାଉଛନ୍ତି, କିନ୍ତୁ ଗୋଟେ ଚୋର ତ ଖସିକି ପଳାଉଛି କିନ୍ତୁ ଆଉ ଗୋଟେ ଚୋରକୁ ଧରିକି ନିର୍ଦ୍ଧୁମ ଛେଚୁଛି। ସାଙ୍ଗମାନେ ଆପଣମାନେ ଯଦି ଭାବୁଛନ୍ତି ଚୋରମାନଙ୍କୁ ଠିକ ହେଇଛି ବୋଲି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ।